बाया मत तमे बुझा एडा खुटू मुटू करे बसनी को चिपे चुपा करे धरनी कबार बोता साने पूछे पूजा करे आने ते लागे मोड़ के पूछी पूछा करे हटा भी हवाई डाके दूसरा कथा पुराण कथा बुझे त माई तो पुराण मात्र केनता আছে केनता আছে हि सुन हे ननंदे तुमे देई करी मन हि सुन रे ननंदे तुमे देई करी मन এইটা পুরাণর কথা এত করো হে শ্রবণ শুন শুন হে জন হে শুন শুন হে জন बाल्यकाले गांधारी के देवी जन आग बुलिबाको सखी संगे गले मन बाल्यकाले गांधारी देवी जन बुलिबाको सखी संगे गले मन रूप चौबन दिने गांधारी कथा कहि दउछि हां हां जिते बेले गांधारी को 8 वर्ष होतिले होय गो बाल्य कालर कथा हां तांकर सखी सहचरी समस्त मिसी करे से माने गुटे जंगल के बुलवा पय जाय छै हां हां तो जंगल में बुलु 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 गुटे एंता गुंफा भीतर के पसी गले होय गो गुटे से गुटे जमुना कोलटे थाए हां हां तो से नदी कूल रे गुटे केछ रहितले होय तो से केछ 100टा अंडा दे थाए हां हां 100टा अंडा नहीं से की समय 100टा अंडा दे थाए होय गो तो गांधारी अजानत रे से अंडा के एंता मारी देले गो गुटे अंडा फाटी गला हां जदी अंडा टे हमें गोड़े मारना बेले केनता लागबा टच टच कला हां तो भल लागु छै बिगर सब अंडा केनता मारी मारी गांधारी फाटी गला तो कइछ भाबी थिले जे मोर 100टा पुत्र जन्म हेबे हां मते मां मां कहबे होय किंतु गांधारी जी कर 100टा अंडा के नष्ट करी हां हां तो से कइछटा क्रोधरे जर जर हे गले होय आओ गांधारी को अभिशाप दे देला काई बोली गो मोर जेंता 100टा अंडा नष्ट हो जाय हां मुई भी तते अभिशाप दे दउ छै देउ छै तोरी हेंता 100टा पुत्र नष्ट हेबे हां हां आगो भारत युद्ध काल रे सुनो सुनो गांधारी 100 पुत्र हे लमरण आगो भारत युद्ध काल रे सुनो सुनो गांधारी 100 पुत्र हे
କାଣା ହେଇଛି କାଣା ହେଇଛେ ଗାନ୍ଧାରୀଙ୍କର ଅଭିଶାପ୍ୟ କାରଣରେ ହଁ ମହାଭାରତ ଯୁଦ୍ଧ କାଳରେ হয় ক ଗାନ୍ଧାରୀଙ୍କର 100ଟା ପୁତ୍ର ନଷ୍ଟ ହେଇଗଲେ। ହେଲେ କ ତ ସବୁଠାରୁ ବଡ ପୁଅ ଥିଲେ ଦୁର୍ଯ୍ୟୋଧନ। ହଁ ହଁ ଦୁର୍ଯ୍ୟୋଧନକୁ ଧୃତରାଷ୍ଟ୍ର ବହୁତ ଭଲ ପାଉଥିଲେ। ସବୁ ପୁଅଙ୍କର ମରଣକୁ ସହି ପାରିଲେ, କିନ୍ତୁ ଯେତେବେଳେ ଦୁର୍ଯ୍ୟୋଧନଙ୍କର ମୃତ୍ୟୁ ହେଇଗଲା ଧୃତରାଷ୍ଟ୍ର ସହି ନ ପାଇଲେ। ତ ଧୃତରାଷ୍ଟ୍ରଙ୍କର 100ଟା ପୁଅ, ପଣ୍ଡୁଙ୍କର 5ଟା ପୁଅ। হয় ক ତ 5ଟା ପୁଅ କାହିଁ ହେବେ ଆଉ 100ଟା ପୁଅ କାହିଁ ହେବେ? ଚାହିଁଥିଲେ 100ଟା ପୁଅ ମାରି ପାରିଥିଲେ ପଞ୍ଚ ପାଣ୍ଡବ, କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଯେନ୍ ପକ୍ଷରେ ଥିଲେ ତାଙ୍କୁ ମାରବା ଲୋକ କିଏ ଜନ୍ମ ନାହିଁ। ତ ସେଇ ସମୟର କଥା, ଧୃତରାଷ୍ଟ୍ରଙ୍କର ଭାଇ ହଉଛନ୍ତି ପଣ୍ଡୁ। ଭାଇ ଭାଇ ଭିତରେ ରାଜ୍ୟ ପାଇଁ ମାର ଝଗଡା ହେଇଛି ଆଉ ମହାଭାରତ ଯୁଦ୍ଧ ହେଇଛି। হয় ତ ଯାହା ହଉ ମୋର ତ 100ଟା ପୁଅ ମରିଗଲେ, ହଁ ମୁଁ ଏଇ ଯେନ୍ ପଞ୍ଚ ପାଣ୍ଡବ ବଞ୍ଚିଛନ୍ ସେ ପଞ୍ଚ ପାଣ୍ଡବକୁ ଟିକେ ଦେଖା କରିବି ବୋଇଲେ। হয় ক ଆଉ ଯେତେବେଳେ ପଞ୍ଚ ପାଣ୍ଡବଙ୍କୁ ଧୃତରାଷ୍ଟ୍ର ଡକେଇଛନ୍, ହଁ ହଁ ଆଗ ସେହି ସମୟରେ ପଞ୍ଚ ପାଣ୍ଡବ ଦେଖା କରିବା ନିମନ୍ତେ ଶୁଣ ଶୁଣ, ସେହି ସମୟରେ ପଞ୍ଚ ପାଣ୍ଡବ ଦେଖା କରିବା ନିମନ୍ତେ ଶୁଣ ଶୁଣ, ଆରେ ତୁମେ ଯା ହେଲା ସୁଯୋଜନ ପୁରାଣର କଥା ଏତ କର ହେ ଶ୍ରମା, ଶୁଣ ଶୁଣ ହେ ଜନ, ଶୁଣ ଶୁଣ ହେ ଜନ। ନନିଲ ହଁ ହଁ রাধার সন্ন্যাসের কথা কহ। ହଁ হে সুরননী, তো ধৃতরাষ্ট্রଙ୍କୁ ଦେଖା କରିବା ପାଇଁ ପଞ୍ଚ ପାଣ୍ଡବ ବାହାରି ପଡ଼ିଛନ୍ତି। হয় ক କିନ୍ ଜାଗାକେ? ଜିନ୍ ଜାଗାରେ ରଣଭୂମି ଥିଲା, କୁରୁକ୍ଷେତ୍ର ଯୁଦ୍ଧ ହେଇଥିଲା, ମହାଭାରତ ଯୁଦ୍ଧ। ଗୋଟେ ଶିବିର ବେଲେ ଏନ୍ତା ଯୁଦ୍ଧ କଲା ସମୟରେ ଗୋଟେ ତମ୍ବୁ ଗାଡ଼ି କରି ସେ ଜାଗାରେ ବସବାସ କରୁଥିଲେ। ସେ ଜାଗାରେ ଧୃତରାଷ୍ଟ୍ର ଦେଖା କରିବା ପାଇଁ ପଞ୍ଚ ପାଣ୍ଡବକୁ ଡାକିଛନ୍ତି। ତ ସମସ୍ତେ ପଞ୍ଚ ପାଣ୍ଡବ ଧୃତରାଷ୍ଟ୍ରଙ୍କୁ ନମସ୍କାର କରିছে। ସର୍ବପ୍ରଥମେ ଧର୍ମ ଯୁଧିଷ୍ଠିର, ନକୁଳ, ସହଦେବ, ଅର୍ଜୁନ ସମସ୍ତଙ୍କୁ ଧୃତରାଷ୍ଟ୍ର ଏନ୍ତା ଆଲିଙ୍ଗନ କଲେ। কলে ক ଯେତେବେଳେ ଭୀମର ପାଲି ପଡ଼ି ଯାଇଥାଏ, ସେଇ ସମୟରେ ଭୀମ ତ ମୋର ପୁଅ ଦୁର୍ଯ୍ୟୋଧନକେ ମାରିଛେ, ଆଉ ଭୀମଙ୍କୁ ନିହାତି ଭାବରେ ଆଜି ମୁଁ ମାରିଦେବି ବୋଇଲେ ଆଉ ମନରେ ଚିନ୍ତା କରିଥିଲେ ଧୃତରାଷ୍ଟ୍ର। ଚିନ୍ତା ଭାବରେ ଧୃତରାଷ୍ଟ୍ରଙ୍କର ଗୋଟେ ଶକ୍ତି ଥିଲା ବୋଲେ, ଯାହାକି ଯଦି ଏନ୍ତା ଆଲିଙ୍ଗନ କରି ଚେପେଇ ଦେବେ ବୋଲେ ସେଟା ଲୁହା ହେଇଥିଲେ ମଧ୍ୟ ସେ ବିଲି ଯାଉଥିଲା। হয় ক ତ ଭୀମକୁ ଏନ୍ତା ଆଲିଙ୍ଗନ କରି ଚେପେଇ ଦେବି ବୋଲି ନିଜେ ଭାବିଥିଲେ। ଚିଠିରେ ସେଟା ଲେଖା ହେଇଛି, ଦେଖ। ଭୀମକେ କାଣା କଲେ? ଆଲିଙ୍ଗନ କରବାର ସମୟର କଥା এটা ଲେଖିছে। କୁଟୁମୁଟୁ ହେଇ ବସନି ବୋଇଲେ 100ଟା ପୁତ୍ର ମଲା ପରେ ଧୃତରାଷ୍ଟ୍ର ଏନ୍ତା ମନ ଦୁଃଖରେ ବସିଛନ୍ ଶିବିରରେ, ଖୁଟୁମୁଟୁ ହେଇ ବସିଲେ। ବସନି ଚିପି ଚୁପା କରି ଧରନି। ଭୀମଙ୍କୁ ମାରବା ପାଇଁ ଧୃତରାଷ୍ଟ୍ର ଏନ୍ତା ଚିପି ଚୁପା କରି ଏନ୍ତା ଧରୁଥିଲେ, କିନ୍ତୁ ଭୀମଙ୍କର ଜାଗାରେ ଭଗବାନ ଶ୍ରୀକୃଷ୍ଣ ଗୋଟେ ଲୁହାର ଭୀମ ବନେଇକରି ପଠେଇଥିଲେ। କବାର ବତା ସାରନି ଆର ପୂଜା ପୂଜା କରି ପଲେନି। ଯେତେବେଳେ ଏନ୍ତା ଲୁହାର ମୁଦ୍ଗରକୁ ଏନ୍ତା ଚିପି ଦେଇଛନ୍, ଧୃତରାଷ୍ଟ୍ରଙ୍କର ଦେହରେ ଝାଲିଆ ଅଂଶଟା ବାହାରି ପଡୁଛି, ତାଙ୍କର ଦେହରୁ ରକ୍ତ ବାହାରି ପଡୁଛି। ସେଟାକେ ପୋଛି ପୋଛା କରି ଧୃତରାଷ୍ଟ୍ର ତାଙ୍କର ଘରକେ ଯାଇଥାଏ। ଏଟା ଆଜ୍ଞାଙ୍କର ଲେଖିଛି।
আর এটা বায়ো মত ঠিক আছে না পোতা পুরাণী মত আরে এহিপরি জাণ এ পুরাণ জ্ঞান বলতিলে ক্ষমা কর সভাজন এহিপরি জাণ এ পুরাণ জ্ঞান বলতিলে ক্ষমা কর সভাজন যাহা জানিতিলি দেলি মু বুঝাই যাহা জানিতিলি দেলি মু বুঝাই মহাভারতর কথা দেলি মুই কই শুণ শুণ হে জান শুণ শুণ হে জান